ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଶୁଭ ସନ୍ଧ୍ୟାରେ ମୁଁ ସଞ୍ଜୟ କୁମାର ମଲ୍ଲିକ ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ସ୍ୱାଗତ କରୁଛୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ। ସାଙ୍ଗମାନେ ଭାଉଜ କ'ଣ ଦେଖାଉଛନ୍ତି ଭଲ ଭାବରେ ଦେଖନ୍ତୁ। ଏ କ'ଣ ଆଜି ସାଙ୍ଗମାନେ ଭାଉଜ ଏ କେଉଁ ଜିନିଷ ଦେଖାଉଛନ୍ତି ଆପଣମାନେ ଟିକେ ଭଲ ଭାବରେ ଦେଖନ୍ତୁ। ଦେଖିଲ ନୂଆ ଜିନିଷ। ହଁ ମୁଁ ପାଖରେ ନେଇ ଦେଖେଇଦେବି। ସାଙ୍ଗମାନେ ଏ ଜିନିଷଟି ଦେଖନ୍ତୁ। ଏ ଜିନିଷଟି କ'ଣ ଯଦି ଆପଣମାନେ ଜାଣିପାରିବେ ସାଙ୍ଗମାନେ ନିହାତି କମେଣ୍ଟରେ ଜଣାନ୍ତୁ। ଭାଉଜ ଆଜି କେତେ ସୁନ୍ଦର ଜିନିଷଟି ବନାଉଛନ୍ତି, କିନ୍ତୁ ଆପଣମାନେ ଭଲ ଭାବରେ ଦେଖନ୍ତୁ। ଆପଣମାନଙ୍କୁ ଦେଖାଇଦେଲି, ଦେଖାଯାଉ କେଉଁ ସାଙ୍ଗମାନେ ଏ ଜିନିଷଟିକୁ ଚିହ୍ନି ପାରୁଛନ୍ତି ଏବଂ ଜାଣିପାରୁଛନ୍ତି କମେଣ୍ଟ ବକ୍ସରେ ଦେଇ ଦେଉଛନ୍ତି। ତାହେଲେ ସାଙ୍ଗମାନେ ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସ ଖୋଲା ରହିଲା। ଭାଉଜ ବି ଘୋରେଇ ଦେଲେ ସେ ଜିନିଷଟି ଆପଣମାନଙ୍କୁ ଦେଖାଇଦେଲେ। ଆପଣମାନେ ହିଁ ନିହାତି ଜଣେଇବେ ସାଙ୍ଗମାନେ। ଆପଣଙ୍କ କମେଣ୍ଟକୁ ଅପେକ୍ଷା ରହିଲୁ। ତାହେଲେ ସାଙ୍ଗମାନେ ଦେଖାଯାଉ ଏଇ ଖୁସିରେ ହଉ ଗୋଟିଏ ଢଗ ଧମାଲ ପ୍ରଶ୍ନ ଯେ କି ଭାଉଜ ଉତ୍ତର ଦେବେ। ଦେଖାଯାଉ ସାଙ୍ଗମାନେ ଭାଉଜ ଯଦି ନ କହିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। ଆପଣମାନେ ଦେଖିଦିଅନ୍ତୁ। ଦେଖାଉ ଯଦି ଆପଣମାନେ ସେ ଜିନିଷଟି ନ ଜାଣିପାରନ୍ତି ତାହେଲେ ସେ କଭରଟି ପଡ଼ିଛି ଆପଣମାନଙ୍କୁ ଟିକେ ଦେଖାଇ ଦେଉଛି। ଆପଣମାନେ ଦେଖିକି ଚିହ୍ନିକି ଦେଖାଯାଉ ଭାଉଜ କ'ଣ ଧରିଛନ୍ତି। ଯଦି ଆପଣମାନେ କହିଦେବେ ତାହେଲେ ଜଣା ପଡ଼ିଯିବ। ତାହେଲେ ସାଙ୍ଗମାନେ ଆପଣମାନେ ଭଲ ଭାବରେ ଦେଖନ୍ତୁ ଏ ଜିନିଷଟି କ'ଣ। ଦେଖାଯାଉ ସାଙ୍ଗମାନେ କହିପାରୁଛନ୍ତି କି ନାହିଁ। ଯଦି କହିଦେବେ ଶୀଘ୍ର ଖାଇଦେବେ। ତା ସାଙ୍ଗମାନେ ଯଦି କହିଦେବ ଆପଣମାନେ ଶୀଘ୍ର ଖାଇଦେବେ। ଆପଣମାନଙ୍କୁ କଭର ମଧ୍ୟ ଦେଖାଇଦେଲି। ତାହେଲେ ଏତେ ଦେଖାଇଲା ପରେ ଆପଣ କ'ଣ ଗୋଟିଏ କମେଣ୍ଟ ଦେଇପାରିବେନି ନା ଜିନିଷଟି ଜାଣିପାରିବେନି? ନିଶ୍ଚିନ୍ତ ଜାଣିପାରିବେ ସାଙ୍ଗମାନେ। ନିଶ୍ଚିନ୍ତ ଜାଣିଛନ୍ତି କିନ୍ତୁ କମେଣ୍ଟ ବକ୍ସରେ ଦେଇଦେବେ। ତାହେଲେ ସାଙ୍ଗମାନେ ଆପଣଙ୍କ କମେଣ୍ଟକୁ ଅପେକ୍ଷା ରହିଲୁ। ତାହେଲେ ସାଙ୍ଗମାନେ ଇଏ ତ ପ୍ରଥମ କ୍ୱେଶ୍ଚିନ୍ ସରିଗଲା ଯେ କି ତାର ଉତ୍ତର ଦିଅନ୍ତୁ। ତାହେଲେ ଆମେ ଢଗ ପ୍ରଶ୍ନଟି ମୁଁ ଷ୍ଟାର୍ଟ କରୁଛି। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଆପଣମାନେ ଦେଖିନିଅନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ। ତାହେଲେ ସାଙ୍ଗମାନେ ଦେଖାଯାଉ ଭାଉଜ କ'ଣ ସବୁ କହୁଛନ୍ତି ନା କ'ଣ କହୁଛ? ତାହେଲେ ଷ୍ଟାର୍ଟ କରିବା। ତାହେଲେ ଆଜିର ପ୍ରଶ୍ନ ରହିଲା ଭାଉଜଙ୍କୁ। ଆଜି ସାଧା ପ୍ରଶ୍ନଟି ଦେଖାଯାଉ ଭାଉଜ କ'ଣ କହୁଛନ୍ତି। କହିଲ ଦେଖି, ମୋତେ ଯେତେବେଳେ 12 ବର୍ଷ ହୋଇଥିଲା ମୋ ସାନ ଭାଇ ମୋ ବୟସର ଅଧା ଥିଲା। ବୁଝିପାରିଲ? ମୋତେ ଯେତେବେଳେ 12 ବର୍ଷ ହୋଇଥିଲା ମୋ ସାନ ଭାଇ ମୋ ବୟସର ଅଧା ଥିଲା। ଏବେ ମୁଁ 40 ବର୍ଷର। ମୋ ସାନ ଭାଇର ବୟସ କେତେ? ସାଙ୍ଗମାନେ ଆପଣମାନେ ଗଲେ ଶୁଣନ୍ତୁ ଭାଉଜ କ'ଣ କହିବେ। 20 ବର୍ଷ 40 ଅଧା କରିଦେଲେ ଆଉ ସାଙ୍ଗମାନେ ପୁରା ଇଜି ହିସାବ। ଆଉ ଭାଉଜଙ୍କର ମାନେ ଆଉ ଏଥିରେ ଆଉ ହେଳା ନାହିଁ। ଆଉ କହିଲେ 20 ବର୍ଷ। ସାଙ୍ଗମାନେ ଭାଉଜ ପୁଣି କ'ଣ କହିଲେଣି ଦେଖାଯାଉ। ଆପଣମାନେ କମେଣ୍ଟରେ ନିହାତି ଜଣେଇବେ ସାଙ୍ଗମାନେ। ଭାଉଜ ଟିକେ ହିସାବ ପତ୍ର ଟିକେ ଭଲ ଭାବରେ ପାଆନ୍ତିନି, ତଥାପି କହିଛନ୍ତି କିନ୍ତୁ ମୋତେ କାହିଁ ଜଣାପଡ଼ୁନାହିଁ ସେ ଠିକ୍ ବୋଲି। ମୋତେ ଯେତେବେଳେ 12 ବର୍ଷ ହୋଇଥିଲା ମୋ ସାନ ଭାଇ ମୋ ବୟସର ଅଧା ଥିଲା। ଏବେ ମୁଁ 40 ବର୍ଷ। ମୋ ସାନ ଭାଇର ବୟସ କେତେ ହେବ? ତାହେଲେ ସାଙ୍ଗମାନେ 6 ବର୍ଷ ହେଇଥିଲା। ହଁ 6 ବର୍ଷ 40ରୁ ଅଧା 20 ନା କ'ଣ? 20 ବର୍ଷ 6 ବର୍ଷ ହେଇଥିଲା ଫେର୍ 20 ବର୍ଷ ହେଇଥିଲା। କ'ଣ କହୁଛ? 12 ବର୍ଷର ଅଧା 6 ବର୍ଷ। ହଁ ତାକୁ 40 ହେଲାକୁ 6 ବର୍ଷ। କେତେ ବର୍ଷ କହିପାରିବନି। ସାଙ୍ଗମାନେ ଭାଉଜ ଚିନ୍ତାରେ ପଡ଼ିଯାଉଛନ୍ତି, ହିସାବଟି ଆଣୁଛନ୍ତି ତଥାପି ବାଟ ଉପରକୁ ଆଣିପାରୁନାହାନ୍ତି। ଆପଣମାନେ କମେଣ୍ଟରେ ଦେଇଦିଅନ୍ତୁ ସାଙ୍ଗମାନେ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। କେତେ ହେଲା? 14 ବର୍ଷ ଆଉ 18 ବର୍ଷ 26 ବର୍ଷ 22 ବର୍ଷ ନା 40 ବର୍ଷ ନା 20 ବର୍ଷ? କହିପାରିବେନି। ଲାଷ୍ଟ କଥା କ'ଣ କହୁନା? ମୁଁ କହିପାରୁନି ସାଙ୍ଗମାନେ। ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ପାଟି ଖୋଲୁନ କ'ଣ? ପାଟି ତ ଖୋଲୁନ। 20 ନୁହଁ ମାନେ କହିପାରିବନି ଆଉ
34 ବର୍ଷ 34 ବର୍ଷ ସାଙ୍ଗମାନେ ଏତେ ବଳକରେ ଭାଉଜ ଟିକେ ପ୍ରଶ୍ନର ଉତ୍ତର ଆଣିଛନ୍ତି କହୁଛନ୍ତି ପୁଣି 34 ବର୍ଷ। ଯାହା ହଉ ସାଙ୍ଗମାନେ ଆପଣମାନେ ଦେଖିଲେ, କିନ୍ତୁ ଆପଣମାନେ କମେଣ୍ଟ ବକ୍ସରେ ନିହାତି ଜଣାଇ ଦିଅନ୍ତୁ କେତେ ବର୍ଷ ହେବା ଦରକାର। ମୁଁ ପ୍ରଶ୍ନ କ'ଣ କରିଥିଲି ଭଲ ଭାବରେ ଆଉ ଥରେ କହିଦେବା ସାଙ୍ଗମାନଙ୍କୁ। ମୁଁ ଜାଣିଛି କହିନି ଜାଣିଛ କିନ୍ତୁ କହିବନି, ଜାଣି ସାରିଲଣି, କମେଣ୍ଟ ଆସିଲା ପରେ ଜାଣିବ, ମନେ ମନେ ରହିବ ନା କ'ଣ। ସାଙ୍ଗମାନେ ଭାଉଜ କହୁଛନ୍ତି ଜାଣି ସାରିଲେନି କିନ୍ତୁ କହିବେ ନାହିଁ, କିନ୍ତୁ ଆପଣମାନେ କମେଣ୍ଟ କରିବେନି। ଆପଣଙ୍କ କମେଣ୍ଟ ଆସିଲା ପରେ ଭାଉଜ କହିବେ ଯାହା ମୁଁ ଯାହା ଭାବିଥିଲି ସେୟା ହେଲା, ନା କ'ଣ କହୁଛ? ମୁଁ 34 କହିଛି ଠିକ୍ ନା କ'ଣ? 34 ଠିକ୍ ଅଛି। ଯାହା ହଉ ସାଙ୍ଗମାନେ ମୁଁ ପ୍ରଶ୍ନ କରିଛି, ମୋତେ ଯେତେବେଳେ 12 ବର୍ଷ ହୋଇଥିଲା ମୋ ସାନ ଭାଇ ମୋ ବୟସରେ ଅଧା ଥିଲା, ବୁଝିପାରିଲ। ଏବେ ମୁଁ 40 ବର୍ଷର, ମୋ ସାନ ଭାଇର ବୟସ କେତେ? ସାଙ୍ଗମାନେ ଆପଣମାନେ କମେଣ୍ଟରେ ଜଣାନ୍ତୁ, ଭାଉଜ କହିପାରୁନାହାନ୍ତି। ମୋତେ ଯେତେବେଳେ 12 ବର୍ଷ ହୋଇଥିଲା ମୋ ସାନ ଭାଇ ମୋ ବୟସର ଅଧା ଥିଲା, ଏବେ ମୁଁ 40 ବର୍ଷର, ମୋ ସାନ ଭାଇର ବୟସ କେତେ? ତାହେଲେ ସାଙ୍ଗମାନେ ମୁଁ ତାହେଲେ ଆପଣମାନଙ୍କୁ ଅପସନ୍ ଦେଇଦେଲି, ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ 20 ବର୍ଷ, 26 ବର୍ଷ, 34 ବର୍ଷ, 14 ବର୍ଷ। ବାଛ 20 ବର୍ଷ, 26 ବର୍ଷ, 34 ବର୍ଷ, 14 ବର୍ଷ। 34 ସେଇ 34 ସାଙ୍ଗମାନେ ଭାଉଜ କହୁଛନ୍ତି 34 ବର୍ଷ। ଏଇଟା କ'ଣ ରାଇଟ୍ ଆନ୍ସାର୍? ଏତେ ଅପସନ୍ ଦେଲା ପରେ ଭାଉଜ 26 ବର୍ଷ କହୁଛନ୍ତି, ଫେଣି କେତେବେଳେ କହୁଛନ୍ତି 34 ବର୍ଷ, କେତେବେଳେ କହୁଛନ୍ତି 20 ବର୍ଷ, କିନ୍ତୁ କନଫର୍ମ ନାହାନ୍ତି। ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ତାହେଲେ ସାଙ୍ଗମାନେ ଏ ଢଗ ପ୍ରଶ୍ନଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଆପଣମାନଙ୍କ ସାଙ୍ଗମାନଙ୍କ ପାଖକୁ ଟିକେ ସେୟାର କରିଦେବେ। ତାହେଲେ ସାଙ୍ଗମାନେ ଦ୍ୱିତୀୟ ପ୍ରଶ୍ନଟି ପଚାରିବା ଆଉ ଥରେ। ଦେଖାଯାଉ। ତାହେଲେ ଦ୍ୱିତୀୟ ପ୍ରଶ୍ନ ତ ସରିଯାଇଛି, ଏଇଟା ତୃତୀୟ, କାରଣ ପ୍ରଥମ ପ୍ରଶ୍ନ କହିଦେଇଛନ୍ତି ସେ ଜିନିଷର ମାନେ କମେଣ୍ଟ ଦେବେ। ତାହେଲେ ଦେଖାଯାଉ କ'ଣ କହୁଛନ୍ତି। 7 ଜଣ ପିଲାଙ୍କର ବର୍ତ୍ତମାନ ବୟସ ମିଶି 62 ବର୍ଷ, ବୁଝିଲ। 7 ଜଣ ପିଲାଙ୍କର ବର୍ତ୍ତମାନ ବୟସ ମିଶି 62 ବର୍ଷ। 4 ବର୍ଷ ପରେ ସେମାନଙ୍କର ବୟସ ମିଶି କେତେ ହେବ? ସାଙ୍ଗମାନେ ଭାଉଜ କ'ଣ କହୁଛନ୍ତି ଶୁଣ। 7 ଜଣ ପିଲାଙ୍କର ବର୍ତ୍ତମାନ ବୟସ ମିଶି 62 ବର୍ଷ। 4 ବର୍ଷ ପରେ ସେମାନଙ୍କର ବୟସ ମିଶି କେତେ ହେବ? ସାଙ୍ଗମାନେ ଭାଉଜଙ୍କ ମୁଣ୍ଡ ଝାଇଁ ଝାଇଁ ହେଇଗଲାଣି। ଆପଣମାନେ କମେଣ୍ଟରେ ଲେଖିଦେବେ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ। ଆଜି ଇଚ୍ଛା ହେଲା ଏଇ ଘର ଭିତରେ ସୁନ୍ଦର ଢଗ ପ୍ରଶ୍ନ ଭାଉଜଙ୍କୁ ପଚାରିଦେଲି। ଭାଉଜ ସୁନ୍ଦର ଜିନିଷଟି ଆଜି ବନାଉଥିଲେ, କିନ୍ତୁ ତା ନାଁଟି କହିବିନି, କାରଣ ଆପଣମାନେ କମେଣ୍ଟ ଦେଲା ପରେ ଜଣାପଡ଼ିବ। ତାହେଲେ ମୁଁ ଜାଣିନେଇ, ତାହେଲେ କମେଣ୍ଟ ଆସିଲା ପରେ ଜଣାପଡ଼ିଯିବ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ଶେଷ ପ୍ରଶ୍ନଟି ଯେଉଁଟା ଥିଲା ମୁଁ ଆଉ ଥରେ ରିପିଟ୍ କରିଦେଉଛି, ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। 7 ଜଣ ପିଲାଙ୍କର ବର୍ତ୍ତମାନ ବୟସ ମିଶି 62 ବର୍ଷ। 4 ବର୍ଷ ପରେ ସେମାନଙ୍କର ବୟସ ମିଶି କେତେ ହେବ? ଭାଉଜ ଏଟା ବି କହିପାରିଲେନି। ସାଙ୍ଗମାନେ ଆପଣମାନଙ୍କ କମେଣ୍ଟକୁ ଅପେକ୍ଷା ରହିଲୁ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଆପସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଚ୍ୟାନେଲକୁ ନୂଆ ଆସିଥିଲେ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର ଏବଂ କମେଣ୍ଟ ବକ୍ସଟି ଖୋଲା ରଖିଛୁ, ନିଶ୍ଚିନ୍ତ ଆପଣ ପୂରଣ କରିବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ନିଶ୍ଚିନ୍ତ ଆପଣମାନଙ୍କ ପାଇଁ ସେଇ ସନ୍ଧ୍ୟା 9:30ରେ ସୁନ୍ଦର ଢଗ ପ୍ରଶ୍ନଟି ଆସିବ, ଆପଣମାନେ ଦେଖିପାରିବେ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଜୟ ଜଗନ୍ନାଥ, ନମସ୍କାର।